ଗୋଟିଏ ଅଣୁ, ବୁନ୍ଦାଏ ପାଣି, ହାଲୁକାଏ ପବନ, ନିଆଁ ଝୁଲଟିଏ ଏବଂ ଆକାଶର ଗୋଟିଏ ସ୍ଫୁଲିଙ୍ଗ, 5 ଜଣ ଯାକ ପାହାଡ଼ ଶିଖରରେ ଠିଆ ହୋଇ ଭଗବାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କଲେ, ହେ ସବିତା ଦେବ, ଆମକୁ ମଧ୍ୟ ଆପଣଙ୍କ ପରି ଆଲୋକମୟ ଓ ଐଶ୍ୱର୍ଯ୍ୟଶାଳୀ କରିଦିଅନ୍ତୁ। ସୂର୍ଯ୍ୟଙ୍କର ଗୋଟିଏ କିରଣ ଚମକି ଉଠିଲା ଓ କହିଲା, ଭାଇମାନେ, ଭାସ୍କରଙ୍କ ପରି ତେଜସ୍ୱୀ ହେବାକୁ ହେଲେ କାହାରିଠୁ କିଛି ମାଗ ନାହିଁ। ନିଜର ଯାହା କିଛି ଅଛି, ପ୍ରତ୍ୟେକ ପ୍ରାଣୀଙ୍କ ସେବାରେ ତାକୁ ଉତ୍ସର୍ଗ କରିବାକୁ ଆରମ୍ଭ କର। ଅଖଣ୍ଡ ଜ୍ୟୋତି, ମେ ମାସ, 2006 ମସିହା, ପୃଷ୍ଠା ସଂଖ୍ୟା 47। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।